ପାଟଣା ଜୀବନକୁ ବାଜି ଲଗାଇ ଯା ଆସ କରୁଛନ୍ତି ଛାତ୍ରଛାତ୍ରୀ। ପାଟନା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଝାଲିଆପଡ଼ା ନୂଆ ସାହିଠାରୁ ଝାଲିଆପଡ଼ା ସ୍କୁଲ ସାହି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତା ଖରାପ ହୋଇପଡ଼ିଛି। ଏହି ରାସ୍ତା ମଝିରେ ଏକ ନାଳରେ ଥିବା ପୁଲଟି ଆଜକୁ 3 ବର୍ଷ ହେବ ଭାଙ୍ଗି ଯାଇଛି। ଏହି ରାସ୍ତାରେ ପ୍ରତିଦିନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନେ ଯିବା ଆସିବା କରୁଥିବା ବେଳେ 2 ଚକିଆ ଗାଡ଼ି ଠାରୁ ଆରମ୍ଭ କରି 4 ଚକିଆ ଗାଡ଼ି ଗୁଡ଼ିକ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି। ବର୍ଷା ହେଲେ ଏ ରାସ୍ତାରେ ଯିବା ସମ୍ଭବ ହେଉନି। ହେଲେ ପ୍ରଶାସନକୁ ବାରମ୍ବାର ଦାବି କଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଫଳରେ ସ୍କୁଲ ଛାତ୍ରଛାତ୍ରୀମାନେ ଯାତାୟାତରେ ଘୋର ଅସୁବିଧା ଭୋଗ କରୁଛନ୍ତି। ଏଣୁ ଏନେଇ ସେମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି ରଖିଛନ୍ତି। ହେଲେ ପୁଲ ମରାମତି କିମ୍ବା ନୂତନ ପୁଲ ନିର୍ମାଣ ହେଉନଥିବାରୁ ଆଗାମୀ ଦିନରେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।